ଆମେ ଉଦ୍ଧାର ମୁଁ କେମିତି ପିତା ମୋ ବ୍ରହ୍ମାଣ୍ଡକୁ ଉଦ୍ଧାର କରେ। ଦେବତା ମାନେ କହିଲେ କଣ? କହିଲେ ଦୟା। ଦେବତା ମାନଙ୍କ ଦୟାରେ ସୃଷ୍ଟି ସୂର୍ଯ୍ୟଙ୍କ ତାପରେ ଅଗ୍ନିଙ୍କର ତାପରେ ଇନ୍ଦ୍ରଙ୍କର ମେଘରେ ବରୁଣଙ୍କର ଜଳରେ ସୃଷ୍ଟି ରହିଛି। ବୃକ୍ଷମାନଙ୍କର ଔଷଧ ଦାନରେ ଏ ଚନ୍ଦ୍ରଙ୍କର ଔଷଧ ଦାନ ରହିଛି। ମାନବ ମାନେ କହିଲେ କଣ? କହିଲେ ଦାନ। ଦାନ କଣ? ଗରିବଙ୍କୁ ଦାନ କର, ବିଦ୍ୟାର୍ଥୀଙ୍କୁ ଦାନ କର ବିଦ୍ୟା। ଗରିବ ଲୋକକୁ କମଳ ଖଣ୍ଡେ ଦାନ କର, ଅନ୍ନ ଦାନ କର, ଶିଶୁକୁ ଫଳ ଦାନ କର, କି ଗୋଟେ ମିଠା ଦାନ କର। ଦାନ କର, ଯଜ୍ଞ କରିବା ପାଇଁ ଦାନ କର। ଏଇଭଳିଆ ସତ୍ସଙ୍ଗ ଯୋଉଠି ହଉଛି ସେ କାର୍ଯ୍ୟ କରିବା ପାଇଁ ତୁମର ସ୍ୱୋପାର୍ଜିତ ଧନରୁ କିଛି ନା କିଛି ଦାନ କର। ଯୋଉମାନେ କୁଣ୍ଠିତ ହୁଅନ୍ତି, ଭାଗବତରେ ଗୋଟିଏ ପଦ ଅଛି, ଦୁଃଖେ ସଞ୍ଚିତ ଯେତେ ଧନ ସେ ରୁହେ ସୁଖେ ପ୍ରୟୋଜନ। ଦୁଃଖେ ସଞ୍ଚିତ ଯେତେ ଧନ ସେ ରୁହେ ସୁଖେ ପ୍ରୟୋଜନ। ଦାନ କରିବନି ରୋଗ ହବ, ସେଥିରେ ଔଷଧ ଖର୍ଚ୍ଚ ହବ ନିଶ୍ଚୟ। ନହେଲେ ଗୋଟେ ଅକାଳରେ ଜ୍ୱର ହେଇଯିବ, 100 ଟଙ୍କା ଖର୍ଚ୍ଚ ହେଇଯିବ। 100 ଟଙ୍କାରେ କିଛି ହବ, 500 ଟଙ୍କା ଖର୍ଚ୍ଚ ହେଇଯିବ। 100 ଟଙ୍କା ଯଦି ଦାନ କରିଥିବ ଦୈବ୍ୟ, କି 50 ଟଙ୍କା ଦାନ କରିଥିବ, କି 25 ଟଙ୍କା ଦାନ କରିଥିବ, କି 10 ଟଙ୍କା ବି ଦାନ କରିଥିବ, ସେ ଦାନ କେତେବେଳେ ବ୍ୟର୍ଥ ହବ। ତେଣୁ ମନୁଷ୍ୟ ମାନଙ୍କର ପ୍ରଧାନ ଧର୍ମ ହଉଛି ଦାନ। ଆଉ କୋଉଠି ଦହିବରା ବିକ୍ରି ହଉ ଖାଉ ଖାଉ 100 ଟଙ୍କାର ମୁଁ ଖାଏ। ଦହିବରା ଅଳ୍ପ ଖାଆନ୍ତି, ଚିକେନ ଯଦି କୋଉଠି ବିକ୍ରି ହଉଥିବ, ମଟନ ବିକ୍ରି ହଉ ଆଉ 500 ଯାଉ 1000 ଯାଉ। ଯଦି ସେତିକି ବେଳେ କିଏ କହିବ ଭାଇ ପୁର ମଟନ ଚିକେନ ଏତେ ଖାଉଛି, ପୁଣି ମଦ ପିଇବୁ 1000 ଟଙ୍କା, ପୁଣି ଡାକି ହାକିରି ଲୋକଙ୍କୁ ଡାକିବେ ଆସରେ ପିଇବା ଆସ, ଗୋଲେଇ ହେଇକିରି ବସି କାଳେ ଚନାଚୁରୁ ଚିକେନ ଖାଇ ବୋତଲ କାଳେ ପିଇବା। ଯଦି ବାବୁ ସେଥିରେ 1000 ଟଙ୍କା ଖର୍ଚ୍ଚ କରି ଆୟୁଷ କମାଉଛ, ରୋଗ ସୃଷ୍ଟି କରୁଛ, କିନ୍ତୁ ଜୀବନର ପାପ ଅପରାଧ ଖଣ୍ଡନ ପାଇଁ ଗୋଟେ ଯଜ୍ଞକୁ କି ନାମ କୀର୍ତ୍ତନକୁ କି ସତଯୋଗକୁ ଦାନ କରିବାକୁ ମୁଁ ଦେବି। ତେଣୁ ସଜ୍ଜନ ମଦଲେକୁ ତମେ କିଏ ମୋକଦ୍ଦମା କରିବ, କିନ୍ତୁ ଦେଇଥିଲେ ପାଇବ ନ ଦେଇଥିଲେ ନାହିଁ। ଓଡ଼ିଆ ବାଡ଼ିରେ ଭାଗବତ କହିଲେ, ଗୀତା ବି କହିଲେ, ଭାଗବତ ବି କହିଲେ, ଯିଏ ଦିଅନ୍ତି ନାହିଁ ସେ ଚୋର। ଆପଣ ମୋ ପାଇଁ ଲାଗିବେନି, ଗୀତା କହୁଛି ଇଷ୍ଟାନ ଭୋଗାନି ବିଭୋଗେ ଭାବିତା ହରିଦାନ ପ୍ରଦାୟିଭ୍ୟୋ ଯୋ ଭୁକ୍ତେ। ପରୀକ୍ଷା କରୁଛି ଯେ ପିଲାଟା ବହିଛି, ବ୍ରାହ୍ମଣ ପିଲାଟା ଭଲ ଲୋକ ଜାଣିଛି ପଢୁଛି କି ନାହିଁ। ଆଉ ମୁଁ କେତେ ପଢିକି ମୋ କାନ୍ତ ହେଇଯିବ, ନ ପଢିଥିଲେ ଗୋଟେ କାନ୍ଦକୁ ଗୋଟେ। ଆଚ୍ଛା, ଯିଏ ଇଷ୍ଟାର୍ଥ ପାଇଁ, ଇଷ୍ଟ ଦେବତାଙ୍କର ପୂଜା ପାଇଁ ଯୋଉମାନେ ଦାନ କରନ୍ତି ସେମାନେ ହଉଛନ୍ତି ଏ ସମାଜର ସ୍ୱର। ମୁଁ କହୁନି, ଗୀତା ଭାଗବତ କହିଲେ কর্ম অধিক যে লোড়া চোর সমান দণ্ড পাতে কর্ম অধিক যে লোড়া চোর সমান দণ্ড পাতে। যদি তুমি
କାଳେ ମୋ ଧନ ସରିଯିବ କହିକି ମୁଁ ଦେବି ନାହିଁ, 100 ଟଙ୍କା ଦେବି ନାହିଁ କି 50 ଟଙ୍କା ଦିଅ, ତମେ କ'ଣ ମୋର ଚୋରି କରିକି ବାକି ପାରିବ? କିନ୍ତୁ ଆମକୁ ସେ ଦଣ୍ଡ ଭୋଗିବାକୁ ପଡ଼ିବ। ଗୀତା କହିଛନ୍ତି ମନେ ରଖ, ଯିଏ ଯୋଉ ପ୍ରକାର ଭୁଲ କରୁଛ ଦଣ୍ଡୋ ଦମୟତାମସ୍ମି ଇତି ରକ୍ତି ନିଗିତା। ଅନେକ ଗୁରୁ ନିନ୍ଦୁକ, ଅନେକ ସାଧୁ ନିନ୍ଦୁକ, ଶାସ୍ତ୍ର ନିନ୍ଦୁକ, ପିତୃମାତୃଦ୍ରୋହୀ, ରାଷ୍ଟ୍ରଦ୍ରୋହୀ, ଦେଶଦ୍ରୋହୀ କାମ କରୁଛନ୍ତି। ମନେ ରଖ, ଦିନେ ସମୟ ଆସିବ କେବେ ବି ଭଗବାନ ତମକୁ କ୍ଷମା ଦେବେ ନାହିଁ। ଯେହେତୁ ତୁମେ ଗୁରୁ ନିନ୍ଦୁକ, ଶାସ୍ତ୍ର ନିନ୍ଦୁକ, ସନ୍ଥ ନିନ୍ଦୁକ, ରାଷ୍ଟ୍ର ନିନ୍ଦୁକ, ଆଉ ସବୁଠାରୁ ବଡ଼ ନିନ୍ଦୁକ ହଉଛନ୍ତି ଦେଶଦ୍ରୋହୀ। ଗୀତା କହିଛନ୍ତି ଦଣ୍ଡୋ ଦମୟତାମସ୍ମି, ମୁଁ ଦଣ୍ଡ ରୂପରେ ଆସିବି, ତମକୁ ଦଣ୍ଡ ଦେବି। ତେଣୁ ଯେ ବାବୁମାନେ, ଆମେ ଯିଏ ସତ୍ସଙ୍ଗୀ, ଆମେ ହୁଏତ ଜୀବନରେ ଏମିତି କିଛି ଭୁଲ ନ କରିବା ପାଇଁ। ଆଜି ଆମର ଡାକ୍ତର ବାବୁ 2 ଜଣ ଡାକ୍ତର, ରାଜେନ୍ଦ୍ର ସେନାପତି ପେଡ଼ିଆଟ୍ରିକ୍ ଡକ୍ଟର ଆଶ୍ରମର ଶିଷ୍ୟ, ଦେବବ୍ରତ ଦାସ ସେ ଜଣେ ପଶୁ ଡାକ୍ତର ଇଏ, ସିଏ ଆଜି ଅନ୍ନଦାନ ଆପଣମାନଙ୍କ ପାଇଁ ବାୟା କ୍ଷେତ୍ରରେ ତାଙ୍କ ଘର ସ୍ୱର, ସିଏ ଆସି ଏଠି ଦାନ, ଜଣ ଘର ଖନ୍ତାପଡ଼ା, ସିଏ ଆସି ଏଠି ଦାନ। ତେଣୁ ଦାନର ମହିମା ହଉଛି ଏକ ସ୍ୱତନ୍ତ୍ର ଆନନ୍ଦ। ଆଜିର କିଛି ସମାଜରେ ଶିକ୍ଷିତ ମାନେ ନିଜର ଆଖି, କିଡନୀ ଆଉ କ'ଣ ସବୁ ଲିଭର ସରକାରଙ୍କୁ ଦାନ କରିଦେଉଛନ୍ତି, ମୋର ମୃତ୍ୟୁ ପରେ ସେମାନଙ୍କୁ ଦିଆଯିବ। ଇଏ ବଳିଆ ମଧ୍ୟ ମୁଁ ଡିକ୍ଲେୟାର କରିଦେଇଛି ଗଣମାଧ୍ୟମରେ, ମୋର ମୃତ୍ୟୁ ବେଳେ ପରେ ମୋର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ମୁଁ ଦାନ କରିଛି। ତେଣୁ ମୋ ଶିଷ୍ୟମାନେ ଯଦି କେହି ମନା କରିବେ, ବାବାଙ୍କର ଆଖି ଟଣା ହବନି, ବନ୍ଧୁକ ଦେଖିବି। ମୁଁ ବିଶ୍ୱାସ କରେ ସେଇ ଗୋଟିଏ କଥା, ମାଟିର ଭଟ ମାଟିରେ ମୋର ଇଏ ଘଟ ଭାଗବତର ଦଧିଚିଙ୍କର ଇଏ ପ୍ରସଙ୍ଗ, ସମୟ ନାହିଁ କହିବା, ରାତି ପାଇଲାଣି, କାଲି ଗୋଟିଏ ସନ୍ଧ୍ୟା। ଭାଗବତ ପ୍ରସଙ୍ଗରେ ଦଧି, ଯାହାଙ୍କର ହାଡ଼ରେ ଅସ୍ତ୍ର ତିଆରି ହେଇଥିଲା ପୁତ୍ରାସୁରକୁ ମାରିବା ପାଇଁ, ଦେବରାଜ ଇନ୍ଦ୍ର ଯେତେବେଳେ ଦଧିଚିଙ୍କୁ ପ୍ରାର୍ଥନା କରିଥିଲେ, ଦଧିଚି କହିଲେ ମୋ ହାଡ଼ କ'ଣ ହବ? ଇଏ ମାଟିର ଘଟ, ମାଟିରେ ମିଶିବ ଦଧି, ମୋ ହାଡ଼ରେ ତିଆରି ଅସ୍ତ୍ରରେ ଇଏ ସଂସାର ରକ୍ଷା ହବ, ନେଇଯା ମୋ ହାଡ଼। ଭାଗବତର ସିବି ସେ ଦାନ କରି ବଡ଼ ହେଇଥିଲେ, ରାଜା ହରିଚନ୍ଦ୍ର ଦାନ କରି ବଡ଼ ହେଇଥିଲେ। ରାଜା ଜାନି କର୍ଣ୍ଣ ମୃତ୍ୟୁ ସଜ୍ଜାରେ ଶୋଇଥିବା ବେଳେ ତାଙ୍କ ସୁନାର ଗୋଟିଏ ଦାନ୍ତ ଥିଲା, ଜଣେ ରାତି ମାଗିଛନ୍ତି, ସେ ଜାନି କର୍ଣ୍ଣ ଗୋଟିଏ ସୁନାର, ସେ ନିଜର ଦାନ୍ତକୁ ଖୋଲିକି ଦେଇଛନ୍ତି, ଆଉ ମରିବ ତ ଆଉ ଦାନ୍ତ ମୋର କ'ଣ ହବ? ତେଣୁ ଅକ୍ଷର ତତ୍ତ୍ୱ ଶ୍ରୀ କେବେ ବି ପିତୃମାତୃଦ୍ରୋହୀ ହୁଅନ୍ତୁ ନାହିଁ, ରାଷ୍ଟ୍ରଦ୍ରୋହୀ ହୁଅନ୍ତୁ ନାହିଁ, ଗୁରୁଦ୍ରୋହୀ ହୁଅନ୍ତୁ ନାହିଁ। ଯଦି ହେବେ ଦଣ୍ଡ ପାଇବେ। ଆଉ ଯଦି ଗୁରୁଦେବ କ୍ଷମା ଦେବେ, ଅଲଗା କଥା। ତେବେ ଅନ୍ନ ଦାନ, ବସ୍ତ୍ର ଦାନ, ଜଳ ଦାନ, ପୁସ୍ତକ ଦାନ, ସ୍ୱର୍ଣ୍ଣ ଦାନ, ସମୟ ଥିଲେ ଆଉ ଟିକେ ବଢେଇକି କହିଥାନ୍ତି ଯେ ଦାନର ମହିମା। ତେଣୁ ଆଜି ଶ୍ରୀମଦ ଭଗବତ ଗୀତାର 10 ଅକ୍ଷର ତତ୍ତ୍ୱରେ ଯେତିକି କଥା ଗଲା, ଗୀତାର
ଷୋଡ଼ଶ ଅଧ୍ୟାୟରେ ଲେଖିଛନ୍ତି ଦ ଅକ୍ଷରରେ ଦମ୍ଭ ये द को नहीं राक्षस माने सृष्टि कले दमन आज भी राक्षस अच्छा पृथ्वी सबुआर राक्षस बालेश्वर कटक आरम्भ कर दिल्ली अमेरिका पर्यटन राक्षस सबुठी अच्छे से कहले ये दमन कर निजर प्रवृत्ति को दमन संयमित हो जहा इच्छा ता खाओ नहीं जहा देह पक्षर हितकार ता खाओ जहा माने प्रिय नहीं जहा देह पक्षर जो पानीय अमृत प्रिय जो माने से जाओ जो गले कि शिखब से जाओ तेणु सज्जन ये हूँ दक्षर आनेक कथा अच्छी तेरे कथार प्रसंगर धारा आमे सृष्टि करूना से प्रभु ही सृष्टि करती आपण मानक आज वार्ता कौन ये आमे खाली रेडुओ भाया तेणु सज्जन आज पवित्र श्रोता मान बलिया भगवान रूप में समस्त को प्रणाम जनाऊँगी समस्ते होती मो भगवान संघ जो माने कार्यक्रम करुँच जो माने आज अन्नदान कले जो आयोजक माने केतोटी ना मो पाखे अच्छी संजय प्रदीप सुभाष मानस प्रदीप वंशीधर बापुनी अंजन इत्यादि जो बाबाजी आम बाबाजी दयानंद दास त्रिवेणीश्वर महादेव से सेवक आप देखिए त्रिवेणीश्वर महादेव कथा से सबु देवादेवी चिन्ह अच्छी आम सब पलैबू ये बलियार कल्पित शिव मूर्ति पूजा कर दयानंद एवं जड़े शिव बाबू केतिकार भक्तमान प्रतिष्ठा कर आम कहीं रही किंतु ये बालेश्वर जिला ओडिशा समग्र भारत जड़े गवेषक जदि गवेषणा करेंगे भूषणेश्वर त्रिवेणीश्वर भली शिवलिंग आज पर्यंत कौन स्थान ना ओडिशार महाविनायक पीठर 5टी मूर्ति गोटे शिवलिंग पूजा त्रिवेणीश्वर विराट मंदिर हो पारे किंतु आपण माने देखिए त्रिवेणीश्वर से शिवलिंग देखीदे आप खुशी भर शंख चक्र धनु बंशी त्रिशूल सब गोटे समय बालेश्वर अधिवासी माने त्रिवेणीश्वर को दर्शन करने बारूणी स्नान समय मेला हुए तेणु जो पिला माने एड़े बड़ कार्य काली गोटे सकाल मुझे आपण देखा देवी समय को बढ़िया बेस भल पाए आप ठीक 7 मैं 7 9 ରୁ 11 साढ़े 11 पर्यटन आपने सका से पांच निवास मत सहित जो मैंने चाहिए देखा ये सन्यार 7टा बेले कार्यक्रम सारी मु राति लोक मान गहली भितर हरिध्वनि भितर बढ़िया खाली फेर परदिन सका देखा अपराह जो मैंने जाऊँगी मुझे अपराह गड़गड़ गड़गड़ हेले कथा कहबार जगह काली एटी हम विश्व पताका उत्तोलन एवं किसी व्यक्ति मान को आम समर्थित करवा पदे पदे कथा रखा एवं काली पुणी कौ मैंने अन्नदान करेंगे ना खाली घोषणा कर नाम कौन गुड़ा से जानतु तेणु आम कृपण हवा उचित शेष बलिया भगवान रूप में समस्त को प्रणाम जन
समस्तंकर शुभ कामना करी भगवान समस्तंकर से विश्व स्रष्टा भगवान समस्तंकर मंगल करंतु बोल आनंद नाम करंतु हरे कृष्ण 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 हरे हरे राम हरे राम 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 हरे हरे कृष्ण हरे कृष्ण समस्ते माया खेती पाई हरे हरे कृष्ण 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 हरे हरे राम 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 हरे हरे सर्वे भद्राणि पश्यन्तु मा कश्चित् दुःखभाग् ॐ शान्ति शान्ति शान्तिः।